ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ସ୍ୱାଗତ କରୁଛି ଆଉ ଏକ ଭିଡ଼ିଓକୁ ଆଜିର ବ୍ଲଗ୍କୁ। ତ ଆଜି ହେଉଛି ସୋମବାର 6 ତାରିଖ। ତ ଦେଖିବା କ'ଣ ହେଉଛି। ତ ଆଜି ଦିନ ସାରା ମୁଁ କ'ଣ ଆକ୍ଟିଭିଟି କରୁଛି ସେ ସମସ୍ତ ବିଷୟ ଭିଡ଼ିଓ ମାଧ୍ୟମରେ ଜଣେଇବି। ତ ଷ୍ଟେ ଟ୍ୟୁନ୍, ଓକେ, ସି ୟୁ, ବାଏ। ସକାଳେ ମୁଁ କିଛି ସମୟ ମୋର ଡିଭୋସନ୍ରେ ବାଇବେଲ୍ ପଢ଼ାରେ କିଛି ସମୟ ଅତିବାହିତ କଲି। ତ ସକାଳେ ଯେହେତୁ ପିଲାମାନଙ୍କର ଟ୍ୟୁସନ୍ ଥିଲା ତ ପିଲାମାନେ ବ୍ୟସ୍ତ ଥିଲେ, ତ ମୁଁ ସେ ସମୟରେ ଆଉ ବସିକି ପଢ଼ାପଢ଼ି କରୁଥିଲି ଆଉ ଦେଖୁଥିଲି କିଏ ପଢ଼ୁଛି କି ନାହିଁ। ତ ଯେହେତୁ ସକାଳେ ପିଲାମାନେ ପ୍ରାୟ କେତେବେଳେ କାହାକୁ ନିଦ ଲାଗେ, କେତେବେଳେ କିଏ ମାନେ ଶୋଇପଡ଼େ, ତ ତାଙ୍କୁ ଟିକେ ଦେଖିବାକୁ ପଡ଼େ, ସେଥିଲାଗି ଦେଖେ ସେମାନଙ୍କୁ। ତ ସକାଳେ ଏମିତି ଚାଲେ। ବର୍ତ୍ତମାନ ମୁଁ କିଛି ଶବ୍ଦ ବା କିଛି ୱାର୍ଡ଼ ମାଲୟାଲମରେ ଲେଖିଛି। ଏଇଟା ହେଉଛି ସେ ୱାର୍ଡ଼ ଗୁଡ଼ା। ତ ରାତିରେ ମୁଁ ମୁଖସ୍ଥ ହେବ ଶୋଇବା ପୂର୍ବରୁ, ତ ସେଇଟା ମୋର ଯୋଜନା। ତ ବହୁତ ଗୁଡ଼ା ଲେଖିଛି, ତ ନ ଲେଖିଲେ ମାଲୟାଲମ ଶିଖିପାରିବି। ତ କିଛି ଲେଖିଦେଲେ କାମ ସରିବ। ତ କାଲି ମଧ୍ୟ ତ 30ଟି ଦିନ, ପ୍ରଥମେ 30 ଦିନ ଟାର୍ଗେଟ୍। ଏ 30ଟା ଦିନ ଟାର୍ଗେଟ୍ କଲେ ତ କେତେ ମୁଁ ଶିଖିପାରିବି, କେତେଟା ମୁଖସ୍ଥ କରିପାରିବି, କେତେଟା ମନେ ରହୁଛି, ତ ସେଇ ହିସାବରେ ଆଗକୁ ବଢ଼ିବା। ତ ଯେହେତୁ ମାଲୟାଲମ ଶିଖିବା ମୋ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, କାରଣ ମୋତେ କେବଳ ଏକ୍ସପ୍ଲୋର୍ କରିବାକୁ ପଡ଼ିବ। ମାଲୟାଲମ ଯଦି ଗୋଟେ ଗରିବ ଘର ଘରକୁ ଗଲୁ, ଯଦି ସେମାନେ କିଛି ପଚାରିଲୁ, ସେମାନେ କିଛି ପଚାରିଲେ କିଛି ଉତ୍ତର ଦେଇ ହେବନି, ସେଇଟା ଗୋଟେ ଡେଞ୍ଜର ବିଷୟ ହେଇଯିବ। ତ ସେଥିପାଇଁ ମୋତେ ମାଲୟାଲମ ନିହାତି ଶିଖିବାକୁ ପଡ଼ିବ। ମୋର ବିଶ୍ୱାସ ମୁଁ ଶିଖିପାରିବି। ତ ବିଷୟଟି ଏଇଟା ରହିଲା ଏତିକି। ତ ଦେଖାଯାଉ ଦିନ ସାରା କ'ଣ କରୁଛି। ତ 30 ଦିନର ଯେଉଁ ଚ୍ୟାଲେଞ୍ଜ, 30 ଦିନରେ ମାଲୟାଲମ। ସୋ ଆଜି ହେଉଛି ଡେ 2। ତ ଶିଖିବା, ମୁଖସ୍ଥ କରିବା ଆରମ୍ଭ କରିବା। ତା ପୂର୍ବରୁ ଆମେ ଆଗେ ରିଭିଜନ୍ କରିଦେବା। ଓକେ, ରିଭିଜନ୍ କରିଦେବା। କ'ଣ? ମୁଁକୁ ନ୍ୟାନ୍ କହନ୍ତି, ତୁମ୍ବେକୁ ନି କହନ୍ତି, ଆପଣଙ୍କୁ ନିଙ୍ଗଲ କହନ୍ତି। ଦରକାର ବେଣମ୍, ଦରକାର କି ବେଣ। ତାପରେ କ'ଣ? ଦେ ବା ଦିଅନ୍ତୁ, ଦିଅନ୍ତୁ ବା ଦିଅ ବା ଦିଅନ୍ତୁ। ଦେକୁ ତରୁ କହନ୍ତି, ଦେକୁ ତରୁ କହନ୍ତି। ଦିଅନ୍ତିକୁ ଦିଅନ୍ତୁ କେ ଚରଣମ୍ କହନ୍ତି, ତରଣମ୍ ତରଣମ୍। ଆଣ୍ଡ ନିଅନ୍ତୁ ଏଡ଼ୁତୋ। ଆଣ୍ଡ ନିଅ ମାନେ ଏଡ଼ୁତୋ, ନିଅନ୍ତୁ ମାନେ ଏଡ଼ୁତୋଡ଼ୁ, ଏଡ଼ୁତୋଡ଼ୁ। ଦେନ୍ ନାହିଁ ମାନେ ବେଣ୍ଡା। ओके, रिवीजन हो गया। देखिए करेक्ट। दे माने तरू, दियंतु माने तरणम, ठीक अच्छे। निय एडुतो, नियंतु एडुतोडु। ओके, हाँ आउट मिस कर दिली। कौन? येनिके मते, तुम्हें अपन निंगाली। देखिए 5टा न्यू वर्ड और 10टा। आस, आस माने बरु, आसंतु बरणम। बस इरिकियुगा, बसंतु
ఇరికేణం ଅଛି ଅଛିକି ఉందో ପାଣି ବେଳମ୍ दूध पाल दही संबरम मोर तेरा बेसिक वर्ड गुड़ा जोगुरा आसुची सेगुड़ा आस आस मीन्स बरु आसंतु मीन्स बरणम बस मीन्स इरिक्युगा बसंतु इरिक्याणम अच्छी उंड उंड अच्छी उंडो पानी बेलम बेलम दूध मीन्स पाल दही मीन्स सांबरम मोर को आस आस मीन्स बरु आसंतु बरणम तापरे बस इरिक्युगा बसंतु इरिक्याणम अच्छी उंड 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 अच्छी उंडो उंडो पानी बेलम दूध पाल दही मोर बा सांबर आस बरु आसंतु बरणम बस बस इरिक्युगा इरिक्युगा इरिक्यु 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 बस माने इरिक्यु बसंतु इरिकेणम बसंतु आपण बसंतु निंगल इरिकेणम तुम्हें बस नी बरु सॉरी नी इरिक्यु 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 ओके तापरे आ कोन अच्छी को कोन कहंती उंड अच्छी की उंडो क्षीर को पाल कहंती दही को मोर बा सांबरम कहंती आओ कौन दूध पाला हे गला 1 2 3 4 5 6 7 नॉट अवर्ड नॉट अवर्ड आस बरु आसंतु बरणम बस इरिक्यु बसंतु इरिक्यणम अच्छी उंड अच्छी की उंड पानी बेलम दूध पाल दही संबरम टेस्ट देखिए मन पड़ी कि नहीं टेस्ट करिए कल तो गोटा मिस करी आज देखिए केतटा नौटा मुखस्त कर न देखिक लिखुच माने आस आस माने बरु तापर आसंतु आसंतु बरणम बरणम आस आसंतु तापरे बस इरी क्यू बसंतु इरिकेणम इरिकेणम तापरे अच्छी को उंड कहंती अच्छी की को उंडो कहंती तापरे कौन रहा पाल दूध को पाल कहंती पाल आओ दूध पाल गलास दही को मोर बस संबरम भी कहंती दूध मोर तापरे पाल है गल तो दही 1 2 3 4 5 6 7 8 गोटे कौन अच्छे मन पड़ुनी पानी
ପ୍ରାଣୀକୁ ଉଲ୍ଲଙ୍ଘ କହନ୍ତି। ଉଲ୍ଲଙ୍ଘ ତ ଗୋଟେ ଗୋଟେ ମିସ୍ ହେଇଯାଏ ଆଉ। ତ ଦେଖନ୍ତୁ ଟେଷ୍ଟ ଗୋଟାଏ ମିସ୍ ହେଇଗଲା, ଗଲା ଖାଲି ବି ଗୋଟାଏ ମିସ୍। ତ ଏମିତି ମିସ୍ ହେଉଛି। ତ ଗଲା କାଲି 9ଟା, ଆଜି 9ଟା 18 ସେକେଣ୍ଡ ଦିନରେ 18ଟା ୱାର୍ଡ ମୁଖସ୍ଥ କରିଛି। ତ ଆଜି ହେଉଛି ସେକେଣ୍ଡ ଦିନ। ଆଜିର ଭିଡ଼ିଓ, ଆଜିର ଶିକ୍ଷା ଏଇଠୁ ରହିଲା। ଆଜି ଏଇଠୁ ମୁଁ ରଖୁଛି, କାରଣ ମୁଁ ଚାହୁଁନି ଏଇଟା ବଡ଼ ମାନେ ଲମ୍ବା ଭିଡ଼ିଓ ହଉ, ତ ସର୍ଟ ଭିଡ଼ିଓ କରିବା ପାଇଁ ମୁଁ ଚାହୁଁଛି। ତ ଆଜିର ମାଲୟାଲମ ଶିଖିବା ଏଠି ମୁଁ ରଖୁଛି। ଆଉ ଦିନ ସାରା ମୁଁ କେମିତି ଶିଖିଲି, କ'ଣ କରୁଛି, ସେ ସବୁ ମୁଁ ଅପଲୋଡ଼ କରୁଛି, ଏଠାରେ ଅପଲୋଡ଼ କରିବି ଏ ସମୟରେ। ଓକେ, ସି ୟୁ, ବାଏ, ୱିଲ୍ ସି ୟୁ ନେକ୍ସଟ ଟୁମାରୋ, ବାଏ।